ସାଙ୍ଗମାନେ ଆସନ୍ତୁ ଜାଣିବା କମ୍ପ୍ୟୁଟର ଆଣ୍ଡ ଇଟ୍ସ କମ୍ପୋନେଣ୍ଟ। କମ୍ପ୍ୟୁଟର ହେଉଛି ଏକ ଇଲେକ୍ଟ୍ରୋନିକ୍ ଯନ୍ତ୍ର ଯାହା ତଥ୍ୟ ଗ୍ରହଣ କରେ, ପ୍ରକ୍ରିୟାକରଣ କରେ ଏବଂ ଫଳାଫଳ ପ୍ରଦାନ କରେ। କମ୍ପ୍ୟୁଟରର ମୁଖ୍ୟ ଅଂଶଗୁଡ଼ିକ ହେଉଛି ଇନପୁଟ୍ ଡିଭାଇସ୍, କିବୋର୍ଡ଼, ମାଉସ୍, ସ୍କାନର, ମାଇକ୍ରୋଫୋନ୍। ଏହାର କାମ କ'ଣ? କମ୍ପ୍ୟୁଟରକୁ ତଥ୍ୟ ଓ ନିର୍ଦ୍ଦେଶ ଦେବା। CPU ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍, ଏହାକୁ କମ୍ପ୍ୟୁଟରର ବ୍ରେନ୍ ବୋଲି କୁହାଯାଏ, ସମସ୍ତ ଗଣନା ଓ ନିୟନ୍ତ୍ରଣ କାର୍ଯ୍ୟ କରେ। ତାପରେ ମେମୋରି ହେଉଛି କ'ଣ? ମେମୋରି ଦୁଇ ପ୍ରକାର ରହୁଛି, ଗୋଟେ ରାମ୍ ରହୁଛି, ଗୋଟେ ରମ୍ ରହୁଛି। କାମ ତଥ୍ୟ ଓ ନିର୍ଦ୍ଦେଶ ସଂରକ୍ଷଣ କରେ, ଯେଉଁଟାକି ଷ୍ଟୋରେଜ୍ କରେ। ଓକେ, ଷ୍ଟୋରେଜ୍ ଡିଭାଇସ୍ ଗୁଡ଼ିକ ସଂରକ୍ଷଣ କରେ। ସେଗୁଡ଼ିକ କ'ଣ କ'ଣ ରହୁଛି ନା ଆପଣଙ୍କର ହାର୍ଡ଼ ଡିସ୍କ ରହୁଛି, ପେନ୍ ଡ୍ରାଇଭ୍ ରହୁଛି, ଆଉ SSD ରହୁଛି। ଏ ହେଉଛି ଆପଣଙ୍କର CD, DVD। ଏସବୁ କ'ଣ କରେ ନା ତଥ୍ୟ ଗୁଡ଼ିକୁ ସଂରକ୍ଷଣ କରେ ବା ଷ୍ଟୋରେଜ୍ କରିକି ରଖେ। କାମ ତଥ୍ୟକୁ ନିର୍ଦ୍ଦେଶ ଦୀର୍ଘ ସମୟ ପାଇଁ ସଂରକ୍ଷଣ କରିବା। ଏ କ'ଣ କରେ ନା ତଥ୍ୟ ଗୁଡ଼ିକୁ ଅଧିକ ଦିନ ପାଇଁ ସଂରକ୍ଷଣ କରି ରଖିଥାଏ। ତାପରେ ଆମର ଆସିବ ଆଉଟପୁଟ୍ ଡିଭାଇସେସ୍। ଆଉଟପୁଟ୍ ଡିଭାଇସେସ୍ କେଉଁ ଗୁଡ଼ିକ ଚାଲନ୍ତୁ ଜାଣିବା। ଆଉଟପୁଟ୍ ଡିଭାଇସ୍ ଗୁଡ଼ିକ ହେଉଛି ମନିଟର, ପ୍ରିଣ୍ଟର, ପ୍ଲୋଟର। ଏଗୁଡ଼ା ହେଉଛି ଆମର ଆଉଟପୁଟ୍ ଡିଭାଇସ୍। ଆଉଟପୁଟ୍ ଡିଭାଇସ୍ଟା କ'ଣ? ଯାହା ମାଧ୍ୟମରେ ଆମେ ତଥ୍ୟ ପାଇଥାଉ। ସ୍ପିକର ବି ଏହାର ଗୋଟିଏ ଉଦାହରଣ ହେଉଛି, ଯାହାକି ତଥ୍ୟ ପ୍ରଦାନ କରିଥାଏ ଏହାଦ୍ୱାରା। ତାପରେ ଆମର ଆସିଲା ପ୍ରୋଜେକ୍ଟର କେମିତି ଆମେ ବିଭିନ୍ନ ପ୍ରକାର ଦେଖିଥାଉ ଜିନିଷ ପ୍ରୋଜେକ୍ଟରରେ, ଯେଉଁଟାକି ତଥ୍ୟ ଆଉଟପୁଟ୍ ଆମେ ପାଇଥାଉ। କାମ ହେଉଛି ପ୍ରକ୍ରିୟାକୃତ ଫଳାଫଳ ଦେଖାଇବା କିମ୍ବା ଶୁଣାଇବା ସଂକେତ ପରେ। ଆଉ ଆମର ରହୁଛି କମ୍ପ୍ୟୁଟରର ବିଭିନ୍ନ ପାର୍ଟ ଭିତରେ ରହୁଛି। ଫାର୍ଷ୍ଟ ରହିବ